ଗତକାଲି ଆମର ଜଣେ ଭାଇ ରବି ମିଶ୍ର ଯେ ପୋଷ୍ଟ କରିଥିଲେ ଯେ ଏଣିକି ବ୍ରାହ୍ମଣମାନେ ବଜାରକୁ ଗଲାବେଳେ ନିଜର ଜାତି ପଚାରି ନିଜ ଜାତିର ଲୋକଙ୍କଠୁ ଜିନିଷ କିଣନ୍ତୁ, କୌଣସି ଏସ୍ଟି ଏସ୍ସି ଓ OBC ଶ୍ରେଣୀର ଲୋକଙ୍କଠାରୁ ଜିନିଷ କିଣନ୍ତୁ ନାହିଁ। ଏହାକୁ ନେଇ ଅନେକ ଲୋକ ଅନେକ ପ୍ରଶ୍ନ କଲେ ଯେ ତୁମେମାନେ ଜାତିବାଦ ନ ହଟେଇକିରି ସମାଜକୁ ଭାଗ ଭାଗ କରୁଛ, ଏଇଭଳି କଲେ। ମୁଁ ସେଇଠି ସେଇମାନଙ୍କୁ ଗୋଟିଏ କଥା କହୁଛି, କେତେ ଜଣଙ୍କୁ କମେଣ୍ଟରେ ରିପ୍ଲାଏ ଦେଉଛି, ସେଥିପାଇଁ ଭିଡ଼ିଓ କରିବାକୁ ବାଧ୍ୟ ହେଲି। ଗୋଟିଏ କଥା କହୁଛି, କାନ ଖୋଲିକି ଶୁଣ। 3% ବ୍ରାହ୍ମଣମାନେ ସମାଜକୁ ଭାଗ ଭାଗ କରୁଛନ୍ତି, ଆଉ ଆଜି ଯାଏଁ ତୁମେ ଯେଉଁ ସୋସିଆଲ ମିଡ଼ିଆରେ ବ୍ରାହ୍ମଣମାନଙ୍କୁ ଚୋର ବ୍ରାହ୍ମଣ, ପାଖଣ୍ଡୀ ବ୍ରାହ୍ମଣ, ବିଦେଶୀ ବ୍ରାହ୍ମଣ, ୟୁରେସିଆ ବ୍ରାହ୍ମଣ ଅନେକ କଟୁ ଶବ୍ଦ କହୁଥିଲ, ସେତେବେଳେ କ'ଣ ସେ ବ୍ରାହ୍ମଣମାନଙ୍କୁ ବାଧୁନଥିଲା? ଯେ ତୁମେମାନେ କୁଆଡ଼େ ମନ୍ଦିର ନ କଲେ, ଦାନ ନ କଲେ ବ୍ରାହ୍ମଣମାନେ ଗରିବ ଭିକାରୀ ହେଇଯିବେ, ଖାଇବାକୁ ପାଇବେନି। ଯଦି ତୁମେମାନେ ବ୍ରାହ୍ମଣକୁ ଏଭଳି ଅପଶବ୍ଦ ବ୍ୟବହାର କରିପାରୁଛ, ତେବେ ସେ 3% ବ୍ରାହ୍ମଣ ସମାଜ ଏକ ହେବା ପାଇଁ ସେମାନେ ନିଜେ ଯଦି ଚେଷ୍ଟା କରୁଛନ୍ତି, ତ ତୁମର କାହିଁକି ଫାଟୁଛି? ତୁମର କ'ଣ ପାଇଁ ଫାଟୁଛି? ସାଙ୍ଗେ ସାଙ୍ଗେ ତୁମେ ରବି ମିଶ୍ର ଭାଇ ତ ଠିକ୍ ପୋଷ୍ଟ କରିଛନ୍ତି, ସେ ତ ଠିକ୍ ପୋଷ୍ଟ କରିଛନ୍ତି ଯେ ବ୍ରାହ୍ମଣମାନେ ନିଜ ଜାତି ବର୍ଗ ଦେଖି ତ ସମାଜରୁ କିଣନ୍ତୁ। ତାପରେ ତୁମେ ବି ବାଟକୁ ଆସିଯିବ। ସମାଜକୁ ଏକ କରିବାକୁ ତୁମେମାନେ ଚେଷ୍ଟା ନ କରି ସମ୍ବିଧାନ ଆଳରେ ଜାତି ଜାତି କହିକିରି ବ୍ରାହ୍ମଣମାନେ ତୁମକୁ ନିର୍ଯାତିତ କରୁଛନ୍ତି, ବ୍ରାହ୍ମଣମାନେ ତୁମମାନଙ୍କୁ ହଇରାଣ କରୁଛନ୍ତି, ବ୍ରାହ୍ମଣମାନେ ତୁମମାନଙ୍କୁ କୁଆଡ଼େ ପିଇବାକୁ ପାଣି ଦେଉନାହାନ୍ତି, ଅନେକ ବ୍ରାହ୍ମଣଙ୍କୁ ତୁମମାନେ ଗାଳି ଗୁଲଜ କରିବା ଆରମ୍ଭ କରୁଛ। ତ ମୁଁ ତ ଏ ପୋଷ୍ଟ ରବି ମିଶ୍ର ଭାଇଙ୍କର ଏ ପୋଷ୍ଟକୁ ପୁରା 100% ସମର୍ଥନ କରୁଛି।